ପ୍ରକୃତିର କୋଳରୁ ଆସିଥିବା ପୌଷ୍ଟିକ କଳମ ଶାଗ ସ୍ୱାଦ ଏବଂ ସ୍ୱାସ୍ଥ୍ୟର ଏକ ଅପୂର୍ବ ମିଶ୍ରଣ। ଆଜି ଚାଲନ୍ତୁ ବନେଇବା ଓଡ଼ିଆ ଘରର ପାରମ୍ପରିକ କଳମ ଶାଗ ବେସର। ବର୍ଷା ଋତୁରେ ନା ଏହାର ସ୍ୱାଦ ସବୁଠୁ ଅଧିକ ଭଲ ଲାଗେ। ନମସ୍କାର, ପ୍ରୀତିଛନ୍ଦା ହୋମ୍ କିଚେନକୁ ଆପଣଙ୍କୁ ଅନେକ ଅନେକ ସ୍ୱାଗତ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ଜାଣିଛନ୍ତି ବାସ୍ତବରେ ଏହି କଳମ ଶାଗକୁ ଆମେ ସାଧାରଣତଃ ଚାଷ କରିନଥାଉ। ଏ ତାର ପ୍ରକୃତି ଆମକୁ ଅଟୋମେଟିକ୍ ଦେଇଥାଏ। ଯେମିତିକି ପୋଖରୀ ପାଖରେ, ବିଲର ଧାନ କ୍ଷେତରେ କିଛି ଅଂଶରେ, ଜଳାଶୟରେ ଅର୍ଥାତ୍ ଆର୍ଦ୍ର ସ୍ଥାନରେ ଏହା ହୋଇଥାଏ। ସେଇଥିପାଇଁ ତ ଏଥିରେ ବହୁତ ଭିଟାମିନ୍ ଥାଏ, କିନ୍ତୁ ଏବେ ଏହାର ଚାଷ ମଧ୍ୟ କରାଯାଉଛି। ଏହି ଶାଗକୁ ବାଛିବା ନା ବହୁତ ସିମ୍ପଲ। କେବଳ ପତ୍ର ଗୁଡ଼ାକ ଯଦି ଖରାପ ହେଇଯାଇଥିବ ନା ତାକୁ ଆମେ ବାହାର କରିନେବା। ଆଉ ଏଇଟା ଯେଉଁ ଦେଖୁଛନ୍ତି ନାଡ଼, ଟିକେ କଷି ନାଡ଼ ରହିଲେ ଆମକୁ ଖାଇବାକୁ ବହୁତ ଭଲ ଲାଗେ। ଏଇ ନାଡ଼କୁ ଜମା ବି ଫୋପାଡ଼ିବେନି, ବାସ୍ ଲାଷ୍ଟ ଅଂଶକୁ କାଟି ନେବେ। ଆପଣମାନେ ଚାହିଁଲେ ଏହାକୁ ଭଲ ଭାବରେ ବାଛି ସାରିଲେଣି ଆମେ। ଆପଣମାନେ ଚାହିଁଲେ ଏହାକୁ ଧୋଇକି କାଟିପାରିବେ କିମ୍ବା କାଟିକି ମଧ୍ୟ ଧୋଇ ପାରିବେ। ଦୁଇଟା ପରିସ୍ଥିତିରେ ଆପଣ ଚାହିଁଲେ କରିପାରିବେ। କାରଣ ଏହି ଶାଗ କଇଁଥିଆ ହୋଇନଥାଏ। ଆପଣ ଆଗୁଆ କାଟନ୍ତୁ କି ପଛରେ କାଟନ୍ତୁ। ତ ଭଲ ଭାବରେ ମୁଁ ଆଗ କାଟି ନେଲି। ଆଉ ବହୁତ ହି ଛୋଟ ଛୋଟ ପିସ୍ କରିକି ଆମେ ଶାଗକୁ କାଟି ନେବା। ଆଉ ସତ କଥା କହିବି, ଏଇ ଯେଉଁ ଆପଣମାନେ ଦେଖୁଛନ୍ତି ନାଡ଼ ନା, ଏଇ ନାଡ଼ ଖାଇବାକୁ ବେଶୀ ଭଲ ଲାଗେ। ଏହାକୁ ଛୋଟ ଛୋଟ ପିସ୍ରେ ପୁରା ଫାଇନ୍ ଚପ୍ ଆମେମାନେ କରିନେବା। ଆପଣଙ୍କୁ ଯେଉଁଥିରେ ଇଜି, ଛୁରୀରେ ହେଉ ପନିକିରେ ହେଉ ଆପଣମାନେ ଚାହିଁଲେ କାଟିପାରିବେ। ବନ୍ଧୁଗଣ, ଆପଣଙ୍କୁ ଯଦି ଓଡ଼ିଆ ଅଥେଣ୍ଟିକ୍ ଖାଇବା ମାନେ ଗାଁ ଖାଦ୍ୟ ଆପଣଙ୍କୁ ପସନ୍ଦ, ତ ନିହାତି ଭାବରେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ମୁଁ ବହୁତ ସାରା ରେସିପି, ଗାଁ ରେସିପି, ଓଡ଼ିଆ ଅଥେଣ୍ଟିକ୍ ରେସିପି ଆପଣମାନଙ୍କ ସହିତ ମଝିରେ ମଝିରେ ସେୟାର କରିବି। ଏବେ ଦେଖନ୍ତୁ ଆମେ ଭଲ ଭାବରେ କାଟି ସାରିଲେଣି ଏବଂ ଏହାକୁ 5 ମିନିଟ୍ ବତୁରେଇ ଦେବା, ଯାହାଦ୍ୱାରା କିଛି ମାଟି ଫାଟି ଥିବ ନା ସେ ଭଲସେ କ୍ଲିନ୍ ହେଇଯିବ। ତାପରେ ଛାଣି ନେବା। ତାପରେ ଆମେ ଗୋଟେ ମସଲା ପ୍ରସ୍ତୁତ କରିବା। 2 ଚାମଚ, ଛୋଟ ଚାମଚରେ 2 ଚାମଚ ସୋରିଷ ନେଇଗଲି, ହାଫ୍ ଚାମଚ ଜିରା ନେଇଗଲି, 5ଟା ରସୁଣ ନେଇଗଲି, କଞ୍ଚା ଲଙ୍କା ନେଇଗଲି, ଫାଳେ ଟମାଟୋ ନେଇଗଲି। କିଛି ସମୟ ବତୁରେଇକି ଏହାକୁ ଆମେ ଭଲ ଭାବରେ ପେଷ୍ଟ ବନେଇ ନେବା। ତାପରେ ଗୋଟେ ପିଆଜ ଆଉ କିଛି ଶୁଖିଲା ଲଙ୍କା ନେବା। ଏଠି ନା ଆଳୁ ଆଉ ସାରୁକୁ ମୁଁ ଏମିତି ଲମ୍ବା ଲମ୍ବା ଭାବରେ କାଟି ନେଇଛି। ସାରୁ ପକେଇଲେ ବହୁତ ହି ବଢ଼ିଆ ଲାଗେ, ଯେହେତୁ ଆମେ ବେସର ବନାଉଛେ। ଯଦି ଆପଣ ସାରୁ ଖାଉନାହାନ୍ତି ତେବେ ଆରାମସେ ସ୍କିପ୍ କରିନେବେ। ତ ଦେଖନ୍ତୁ ମୁଁ ଏମିତି ଏଇ ସାଇଜ୍ର ହିଁ ଆଳୁ ଏବଂ ସାରୁ ନେଇଥିଲି। ଆମେ ଯେଉଁ ଶାଗକୁ କାଟିକି ଏବଂ ପାଣିରେ ଧୋଇକି ଛାଣିକି ରଖିଥିଲେ, ସେ ସବୁ ପାଣି ଏକଦମ ଶାଗରୁ ଆମର ବାହାରି ସାରିଛି। ଗୋଟେ କଡ଼େଇ ନେବା, ସେଥିରେ କିଛି ସୋରିଷ ତେଲ ଆଡ଼୍ କରିଦେବା 2 ଚାମଚ ଭଳିଆ। ଶୁଖିଲା ଲଙ୍କା, କିଛି ଫୁଟଣ, ପଞ୍ଚଫୁଟଣ ହେଉ କିମ୍ବା ସୋରିଷ ଜିରା ହେଉ ଫୁଟେଇ ନେବା ଏବଂ ଗୋଟେ ଛୋଟ ପିଆଜ ମୁଁ କାଟିଥିଲି, ଛୋଟ ପିଆଜକୁ ଏଥିରେ ଆଡ଼୍ କରିନେବା। ତ କ୍ୱାଣ୍ଟିଟି ହିସାବରେ ଆମେ ସବୁ ଜିନିଷ ଆଡ଼୍ କରିବା। ତ ଏଠି ଦେଖନ୍ତୁ, ତାପରେ କ'ଣ କରିବା ନା, ହାଲକା ଭାଜି ସାରିଲା ପରେ ଯେଉଁ ଆଳୁ ଏବଂ ସାରୁକୁ ଆମେ କାଟିକି ରଖିଥିଲେ, ଆଳୁ ଆଉ ସାରୁକୁ ଏବଂ 1 ମିନିଟ୍ ଯାଏଁ ଆମେ ଏହାକୁ ଭଲ ଭାବରେ ଭାଜି ନେବା। ତାପରେ ସେଥିରେ ଟିକେ ହଳଦୀ ଗୁଣ୍ଡ, ଲଙ୍କାଗୁଣ୍ଡ, କାଶ୍ମୀରୀ ଚିଲି ଆମେ ପକାଇବା, ଯାହାଦ୍ୱାରା ଭଲ କଲର୍ ଆସିବ। ଏବଂ ତାପରେ ଯେଉଁଟା ଶାଗକୁ ଆମେ କାଟିକି ରଖିଥିଲେ, ତ ସେ ସବୁ ଶାଗକୁ ଆମେମାନେ ଆଡ଼୍ କରିନେବା। ଶାଗକୁ ଆଡ଼୍ କରିସାରିଲା ପରେ ଏହାକୁ ଆମେ କିଛି ସମୟ ଭାଜିବା। ଘଣ୍ଟା ଦେଖିଦେବେ, ମାତ୍ର 2 ମିନିଟ୍ ଭଳିଆ ଏମିତି ଏପଟ ସେପଟ କରିକି ଭାଜିବା, ଯେମିତିକି ଆଳୁ, ସାରୁ, ଶାଗ ଭଲ ଭାବରେ ଆମର ମିକ୍ସ ହେଇଯିବ। ସେ ପିଆଜ ସାଙ୍ଗରେ ସବୁ ମିକ୍ସ ହେଇଯିବ। 2 ମିନିଟ୍ ଭଳିଆ ଭାଜି ସାରିଲା ପରେ ସ୍ୱାଦ ଅନୁସାରେ ଆମେ ଲୁଣ ଆଡ଼୍ କରିବା। ଯେତିକି ବେଶୀ ହଠାତ୍ କିନା ଏତେ ଲୁଣ ଦେବାନି, ଯେହେତୁ ଏଥିରେ ସାମାନ୍ୟ କିଛି ପାଣି ରିଲିଜ୍ ହେବ। ତାପରେ ଯେଉଁଟା ସୋରିଷ ଆମେ ବାଟିକି ରଖିଥିଲେ, ସେ ସୋରିଷକୁ ଆମେ ମଧ୍ୟ ସେଥିରେ ଆଡ଼୍ କରିକି କିଛି ସମୟ କଷିବା। ମାନେ କଷିବାର କେବଳ ସମୟ ହେଉଛି 2-3 ମିନିଟ୍, ଏମିତି କରିକି ଆମେ କଷିବା। ତ ଯାହା ଆମେ ଆଳୁ କଷିଥିଲେ 1 ମିନିଟ୍, ତାପରେ ଶାଗ 2 ମିନିଟ୍ କଷିଥିଲେ, ତାପରେ ପୁରା ମସଲା ପକାଇକି ଆହୁରି 2 ମିନିଟ୍ କଷିଲା ପରେ ଟିକେ ବଡ଼ି ଆପଣମାନେ ଚାହିଁଲେ ପକାଇବେ। ବଡ଼ିକୁ ଏମିତି ଭାଜି ନେବେ, ଗୁଣ୍ଡ କରିନେବେ, ତ ପକାଇବେ, ଯାହାଦ୍ୱାରା କି ନା ଆମକୁ ବହୁତ ହି ବଢ଼ିଆ ଲାଗେ। ଏବେ ଆମେ କ'ଣ କରିବା ନା, 1 କପ୍ କିମ୍ବା 1.5 କପ୍ ଭଳିଆ ଆମେ ସେଥିରେ ପାଣି ଆଡ଼୍ କରିଦେବା ଏବଂ ଗ୍ୟାସ୍କୁ ପୁରା ସିମ୍ କରିଦେବା। ତାକୁ ଘୋଡ଼େଇକି କିଛି ସମୟ କୁକ୍ ହେବା ପାଇଁ ଛାଡ଼ିବା। ଏଇଠି ଦେଖନ୍ତୁ ଆମର ସବୁ ସିଝି ଆସିଲାଣି। ତ ସେଇ ଷ୍ଟେଜ୍ରେ ଆମେ ଏଇଠି କ'ଣ କରିବା, କିଛି ଚାଉଳ ଚୁନା ହାଫ୍ ଚାମଚ, ପୁରା ହାଫ୍ ଚାମଚ, ବେଶୀ ପକାଇବାନି, କେବଳ ଗୋଟେ କୁଡ଼ମୁଡ଼ିଆ ଫ୍ଲେଭର୍ ଆସିବ, ଟିକେ ବହଳିଆ ସହିତ ବାଇଣ୍ଡିଙ୍ଗ ରହିବ ବୋଲି ଆମେ ସେଥିରେ ଚାଉଳ ଚୁନା ପକାଇବା ଏବଂ ଏହାକୁ ଜାକି ଜାକି ଦେବା। ଯେହେତୁ ଆମେ ସୋରିଷ ମସଲାରେ ଏଇଟା କିଛି ଭଜା ଭାଜୁନେ, ତ ଏଇଟା ଯେହେତୁ ବେସର ବନାଉଛେ, ଆମେ ଏମିତି ଜାକି ଚୁକି ଦେବା। ତ ବହୁତ ହି ବଢ଼ିଆ ଲାଗିଥିବ। 1 ମିନିଟ୍ କୁକ୍ କରିସାରିଲା ପରେ ଆମର ରେଡ଼ି ହେଇଗଲା କଳମ ଶାଗ ବେସର। ପଖାଳ ଭାତ ସାଙ୍ଗରେ ହେଉ କିମ୍ବା ଗରମ ଭାତ ସାଙ୍ଗରେ ହେଉ ଖାଇବାକୁ ବହୁତ ଭଲ ଲାଗେ। ନିହାତି ଭାବେ ଥରେ ବନାନ୍ତୁ। ଏଇ ବର୍ଷା ପାଗରେ ହିଁ ଖାଇବାକୁ ବେଶୀ ଆନନ୍ଦ ମିଳିଥାଏ। ଆଶା କରୁଛି ଆଜିର ରେସିପି ଯଦି ଆପଣଙ୍କୁ ପସନ୍ଦ ଲାଗିଥିବ, ପ୍ଲିଜ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ। ଫେସବୁକ୍ରେ ଦେଖୁଥିଲେ ଫଲୋ କରିବାକୁ ଅନୁରୋଧ ରହିଲି। ପୁଣି ଦେଖା ହେବା କିଛି ନୂଆ ଅଥେଣ୍ଟିକ୍ ରେସିପି ସହିତ। ସେଇ ପର୍ଯ୍ୟନ୍ତ ଜୟ ଜଗନ୍ନାଥ।